ଭାରସାମ୍ୟ ହରାଇ ଏକ ବସ୍ ରାସ୍ତା କଡ଼ ବିଲକୁ ଖସି ପଡ଼ିବାରୁ ଦୁର୍ଘଟଣାରେ 15 ଜଣ ଯାତ୍ରୀ ଆହତ ହୋଇଛନ୍ତି। ପୁରୀ ଜିଲ୍ଲା ମଲ୍ଲିକାଶୁଣି ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଆଜି ସକାଳେ ବସ୍ଟି 40ରୁ ଅଧିକ ଯାତ୍ରୀଙ୍କୁ ନେଇ ପୁରୀରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ସେହି ସମୟରେ ମଲ୍ଲିକାଶୁଣି ନିକଟରେ ବସ୍ଟି ଭାରସାମ୍ୟ ହରାଇ ବିଲକୁ ମାଡ଼ି ଯାଇଥିଲା। ଫଳରେ ବସ୍ରେ ଥିବା 15ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କ ମଧ୍ୟରୁ 5ରୁ 6 ଜଣଙ୍କ ଅବସ୍ଥା ଅତି ଗୁରୁତର ରହିଛି। ତେବେ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଯେଉଁମାନେ ଗୁରୁତର ସେମାନଙ୍କୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛନ୍ତି। ହେଲେ ଏହି ଦୁର୍ଘଟଣା କିପରି ଓ କାହିଁକି ଘଟିଲା ତାହାର ତଦନ୍ତ ଜାରି ରହିଛି।